ଧନରେ ସୁନା ମୋର। ଜାଣିଛ, ଆଜି ଗଣେଶ ଚତୁର୍ଥୀ। ଗଣେଶ ଚତୁର୍ଥୀ ବିଘ୍ନରାଜଙ୍କର ଜନ୍ମଦିନ। ଆଉ ଏହି ଶୁଭ ଗଣେଶ ଚତୁର୍ଥୀ ଅବସରରେ ଆଦିଦେବ ଶ୍ରୀ ଗଣେଶଙ୍କର କୃପା ଦୃଷ୍ଟି ସମସ୍ତଙ୍କ ଉପରେ ବୃଷ୍ଟି ହେଉ। ଏହି କାମନା ସହିତ ଆସ, ମୁଁ ତୁମକୁ ବିଘ୍ନରାଜଙ୍କ ବିଷୟରେ କିଛି କହିବି, ଯାହାକୁ ତୁମେ ମନ ଦେଇ ଶୁଣିବ। ବିଘ୍ନରାଜଙ୍କର ଶରୀର ଆଉ ଜୀବନ ଉଭୟ ଅନେକ ବିଶେଷତାରେ ପରିପୂର୍ଣ୍ଣ। ଆଉ ଆଜି ମୁଁ ତୁମକୁ କହୁଛି ଶ୍ରୀ ଗଣେଶଙ୍କର କିଛି ଉତ୍ତମ ଗୁଣ ବିଷୟରେ। କଣ ଖୁସି ଲାଗୁଛି ନା ଶୁଣିବାକୁ? ତେବେ ଶୁଣ, ଶ୍ରୀ ଗଣେଶଙ୍କର ଉତ୍ତମ ଗୁଣ ହେଉଛି ସାଧନ ସମ୍ପନ୍ନ ହେବା ଓ ନବନ୍ୱେଷୀ ହେବା। ମାନେ କେମିତି ସୀମିତ ବା ଅଳ୍ପ ସାଧନରେ ଆମେ କିପରି ଆମ ଜୀବନର ପ୍ରତ୍ୟେକ ସମସ୍ୟାର ସମାଧାନ କରିପାରିବା। କେମିତି କରିପାରିବା ନା ନିଜର ବିଚାରବନ୍ତ, ବିଚାର ଶକ୍ତି, ବୁଦ୍ଧି ଆଉ ଚତୁରତା ଦ୍ୱାରା। ତାହା ଆମ ଶ୍ରୀ ଗଣେଶଙ୍କ ଜୀବନରୁ ଶିକ୍ଷା ମିଳେ। ଜାଣିଛୁ ଧନ, ଥରେ ଭଗବାନ ଶିବ ନିଜର ଦୁଇ ପୁତ୍ର ଶ୍ରୀ ଗଣେଶ ଓ ଶ୍ରୀ କାର୍ତ୍ତିକଙ୍କ ମଧ୍ୟରେ ଗୋଟେ କମ୍ପିଟିସନ କରାଇଲେ। ଯିଏ ଜିତିବ ତାକୁ ଗିଫ୍ଟ ବି ମିଳିବ। ମହାଦେବ ଦୁଇ ପୁତ୍ରଙ୍କୁ ଏ ସଂସାରକୁ 3 ଥର ପରିକ୍ରମା କରିବାକୁ କହିଲେ। ଶ୍ରୀ ଗଣେଶଙ୍କର ବିଶାଳ ଶରୀର ଆଉ ମୂଷିକ ବାହନ ଦେଖିଛ ନା ତୁମେ ଫଟୋରେ? ଶ୍ରୀ କାର୍ତ୍ତିକଙ୍କର ସୁନ୍ଦର ଶରୀର ଆଉ ମୟୂର ବାହନ। ଏଥର ତୁମେ ଭାବିଲ କିଏ ଜିତିବ? ମୁଁ କହୁଛି ଶୁଣ। ଶ୍ରୀ ଗଣେଶଙ୍କୁ ଜଣାଥିଲା ସେ କେମିତି ମୂଷିକ ବାହନ ଦ୍ୱାରା ଏ ସଂସାରକୁ 3 ଥର ପରିକ୍ରମା କରିପାରିବେ। ତେଣୁ ସେ ନିଜ ପିତା ମାତାଙ୍କୁ 3 ଥର ପରିକ୍ରମା କରିଦେଲେ। କାରଣ ଜାଣିଛ? କାରଣ ତାଙ୍କର ପିତାମାତା ହିଁ ତାଙ୍କ ପାଇଁ ପୁରା ସଂସାର ଥିଲା। ଶେଷରେ କିଏ ଜିତିଲା? ଏବେ ଶ୍ରୀ ଗଣେଶ କମ୍ପିଟିସନ ଜିତିଗଲେ ଆଉ ତାଙ୍କୁ ହିଁ ଗିଫ୍ଟ ମିଳିଲା। ତେଣୁ ଏଥିରୁ ତୁମେ କଣ ବୁଝିଲ? ବୁଦ୍ଧି ବିଚାରି କାର୍ଯ୍ୟ କଲେ ସୀମିତ ସାଧନ ଥିଲେ ମଧ୍ୟ ଆମକୁ ଫଳ ପ୍ରାପ୍ତି ହୋଇଥାଏ। ଆହୁରି ଜାଣିଛ ଧନ, ଉତ୍ତମ ସନ୍ତାନର ଗୁଣ କଣ ସବୁ? ଉତ୍ତମ ସନ୍ତାନର ଗୁଣ ହେଉଛି ନିଜ ପିତାଙ୍କୁ ମାତାଙ୍କୁ ସମ୍ମାନ କରିବା। ନିଜ ପିତା ମାତାଙ୍କୁ 3 ଥର ପରିକ୍ରମା କରି ଶ୍ରୀ ଗଣେଶ ଦେଖାଇ ଦେଲେ ଯେ ସେ ନିଜ ପିତା ମାତାଙ୍କୁ କେତେ ଭକ୍ତି କରନ୍ତି। ଆହୁରି ବି ଶୁଣ, ଶ୍ରୀ ଗଣେଶଙ୍କ ଜୀବନରୁ ଆମକୁ ଶିକ୍ଷା ମିଳେ ଆମେ ଉତ୍ତମ ଶ୍ରୋତା ହେବା। ମାନେ ଭଲ ଭାବରେ ସବୁ ଜିନିଷକୁ ଶୁଣିବା। ତୁମେ ଦେଖିଛ ନା ଶ୍ରୀ ଗଣେଶଙ୍କ ଫଟୋ? ସେଥିରେ ଦେଖିବ 2ଟା ବଡ ବଡ କାନ ଅଛି। ଆଉ ଏହି 2ଟା ବଡ କାନ ଦର୍ଶାଇଥାଏ ଯେ ପ୍ରତ୍ୟେକ ବିଷୟରେ ଆମେ ଅଧିକ ଜାଣିବା ପାଇଁ ଏବଂ ତାହାକୁ ସୁବ୍ୟବସ୍ଥିତ ହିସାବରେ ଉପସ୍ଥାପନ କରିବା ପାଇଁ ଆମେ ଅଧିକ ଶୁଣିବା ଦରକାର। ଆଉ କେମିତି ଶୁଣିବା? ନା ଧୈର୍ଯ୍ୟର ସହ ଆଉ ଧ୍ୟାନ ସହ ଶୁଣିବା ଦରକାର। ଜାଣିଛ ଧନ, ଉତ୍ତମ ଶ୍ରୋତା ହେବା ଏକ ବିଶେଷ ଗୁଣ, ଯାହା ଫଳରେ ଆମେ ଗୋଟିଏ ସ୍ଥିତିକୁ ଉତ୍ତମ ରୂପେ ବିଶ୍ଳେଷଣ କରିପାରିବା ଏବଂ ତାହାର ଏକ ଉତ୍ତମ ରୂପେ ନିର୍ଣ୍ଣାୟକ ନିଷ୍କର୍ଷରେ ଆମେ ପହଞ୍ଚି ପାରିବା। ତୁମେ ଯେବେ ଗୋଟିଏ ଜିନିଷକୁ ଭଲ ଭାବରେ ଶୁଣିବ, ତେବେ ତୁମେ ବୁଦ୍ଧିବନ୍ତ, ରୁଦ୍ଧିବନ୍ତ, ବିଚାରବନ୍ତ ହୋଇପାରିବ। ସେହିପରି ଶ୍ରୀ ଭଗବାନଙ୍କର ଗଣେଶଙ୍କର ଆଉ ଗୋଟିଏ ଗୁଣ ହେଉଛି କର୍ତ୍ତବ୍ୟନିଷ୍ଠା ହେବା। କର୍ତ୍ତବ୍ୟନିଷ୍ଠ କେମିତି ହେବ?
ନା କର୍ତ୍ତବ୍ୟ ପରାୟଣ ହେବା, ନିଜର ଉତ୍ତରଦାୟିତ୍ୱକୁ ବୁଝିବା, ଆଉ ଉତ୍ତରଦାୟିତ୍ୱକୁ ବୁଝିକି ତାହାକୁ ନିର୍ବାହ କରିବା। ଏହା ମଧ୍ୟ ଏକ ଉତ୍ତମ ଗୁଣ। ଶ୍ରୀ ଗଣେଶ ନିଜ ମାତାଙ୍କର ଆଦେଶ ପାଳନ କରିବାକୁ ଯାଇ ଭଗବାନ ଶିବଙ୍କୁ ମଧ୍ୟ ନିଜ ମାତାଙ୍କ ପାଖକୁ ଛାଡି ନଥିଲେ। ତେବେ ସେତିକି ନୁହେଁ, ସେ କଣ କରିଥିଲେ ନା ନିଜର ଜୀବନକୁ ତୁଚ୍ଛ କରି, ଯେତେବେଳେ ସେ ଜାଣିଲେ ଯେ ତାଙ୍କର ଶିରଚ୍ଛେଦ ବି ହବ, ସେତେବେଳେ ବି ସେ ନିଜର ଶିରଚ୍ଛେଦର ଭୟକୁ ବି ଭ୍ରୂକ୍ଷେପ ନ କରି ନିଜ କର୍ତ୍ତବ୍ୟର ସମ୍ପାଦନ କରିଥିଲେ। ଜାଣିଛ ବାବୁ, ଏହା ମଧ୍ୟ ଏକ ଉତ୍ତମ ଗୁଣ, ଉତ୍ତମ ସନ୍ତାନର ଗୁଣ। ଆହୁରି ମଧ୍ୟ ଉତ୍ତମ ଗୁଣ ହେଉଛି ବିନମ୍ର ହେବା ଆଉ ସମ୍ମାନ ଦେବା, ଅନ୍ୟକୁ ସମ୍ମାନ ଦେବା। ଏହା ମଧ୍ୟ ବିନାୟକଙ୍କର ଶ୍ରେଷ୍ଠ ଗୁଣ। ଶ୍ରୀ ଗଣେଶଙ୍କର ଶରୀର ବିଶାଳ, କିନ୍ତୁ ସେ ଅନ୍ୟ ଦେବତା ମାନଙ୍କ ତୁଳନାରେ ଅତ୍ୟନ୍ତ ବିନମ୍ର। ବିଶାଳ ଶରୀର ଥାଇ ମଧ୍ୟ ସେ ବୁଦ୍ଧିମାନ, ବିଚାରବନ୍ତ ହୋଇ ମଧ୍ୟ ସେ ଗୋଟିଏ ଛୋଟିଆ ମୂଷାକୁ ନିଜର ବାହନ କରିଥିଲେ। ଆଉ ଏଥିରୁ କଣ ପ୍ରତିପାଦନ ହଉଛି ଜାଣିଛ ବାବୁ, ଯେ ସେ କେତେ ବିନମ୍ର, ଆଉ ନିଜ ଠାରୁ ଛୋଟ ପ୍ରାଣୀ ମାନଙ୍କୁ ମଧ୍ୟ ସେ କେତେ ସ୍ନେହ ଆଉ ସମ୍ମାନ କରନ୍ତି। ତେଣୁ ଆସ, ଏହି ଉତ୍ସବ ମୁଖର ପରିବେଶ ଅବସରରେ ଶ୍ରୀ ଗଣେଶଙ୍କର ପୂଜାର୍ଚ୍ଚନା କରିବା, ଆଉ ଏହା ସହିତ ତାଙ୍କର ଏହି ଉତ୍ତମ ଗୁଣ ଗୁଡ଼ିକୁ ମଧ୍ୟ ନିଜ ଜୀବନରେ ଧାରଣ କରିବା, ଗ୍ରହଣ କରିବା। ଫଳରେ ତୁମେ ବି ଉତ୍ତମ ସନ୍ତାନ ହୋଇପାରିବ ଆଉ ଶ୍ରେଷ୍ଠ ଗୁଣରେ ପରିପୂର୍ଣ୍ଣ ହୋଇପାରିବ। ଏବେ ତୁମେ ଆରାମରେ ଆଉ ଶାନ୍ତିରେ ଶୋଇଯାଅ ମୋ ଧନ। ଏକ ନୂତନ ସୂର୍ଯ୍ୟର ଅପେକ୍ଷାରେ ଆସ ଆମେ ଶୋଇପଡ଼ିବା। ଶୁଭରାତ୍ରି ମୋ ସନ୍ତାନ।